ମୁଁ କୋଉ ବିଜେଡି କିମ୍ବା ବିଜେପି କ୍ୟାଣ୍ଡିଡେଟ୍ ଭିତରେ ଲଢୁ ନାହିଁ। ମୁଁ ଏଟା ମୁଁ ମୂଳରୁ ହିଁ ବହୁତ ସମୟରେ ବାଇଟ୍ ଦେଇଛି କି କ୍ୟାଣ୍ଡିଡେଟ୍ ହେଇସାରିଲା ପରେ ତ ମୁଁ ଆକ୍ଚୁଆଲି ଲଢୁଛି କେତେ ଦୂର ମୁଁ ଚାନ୍ଦବାଲି ନିର୍ବାଚନ ମଣ୍ଡଳର ଲୋକଙ୍କର ହୃଦୟ ଭିତରେ ସ୍ଥାନ ସୃଷ୍ଟି କରିପାରିବି, ସେଇଟା ହେଉଛି ମୋର ଲଢ଼େଇ। ମୁଁ ଯେତିକି ଦିନ ହେଲା ବୁଲିଲିଣି ମୁଁ ଲୋକଙ୍କର ଭଲ ପାଇବା ମୋ ସହିତ ଅଛି, ଲୋକଙ୍କର ଆଶୀର୍ବାଦ ମୋ ସହିତ ଅଛି। ତେଣୁକରି ମୁଁ କେଉଁ ଦଳ ସହିତ ଲଢ଼ିବା କଥା ମୁଁ ହିଁ କହୁନି। ମୁଁ ଆକ୍ଚୁଆଲି ଲୋକଙ୍କ ହୃଦୟ ଭିତରେ ସ୍ଥାନ ସୃଷ୍ଟି କରିବା ପାଇଁ ଏଇଥିପାଇଁ ସ୍ଥାନ ସୃଷ୍ଟି କରିପାରୁଛି, ଯେଉଁ ପ୍ରକାର ଅବହେଳିତ ହେଇକି ଲୋକମାନେ ଅଛନ୍ତି ଚାନ୍ଦବାଲି ନିର୍ବାଚନରେ ସ୍ୱାସ୍ଥ୍ୟ ହଉ, ଶିକ୍ଷା ହଉ, ଗମନାଗମନ ହଉ, ବ୍ରିଜ୍ ହଉ, ବେକାରୀ ସମସ୍ୟା ହଉ, ଦୁର୍ନୀତି ହଉ, ବହୁ ଅବହେଳିତ ହେଇକି ଲୋକମାନେ ଅଛନ୍ତି। ବିକାଶ ପୁରୁଷ କ'ଣ ସେ ଏରିଆକୁ ଯଦି ଆପଣମାନେ ଯାଆନ୍ତି ତେବେ ଆପଣ ଅନୁଭବ କରିପାରିବେ ବିକାଶ କ'ଣ ହେଇଛି। ଚାନ୍ଦବାଲି ନିର୍ବାଚନ ବର୍ତ୍ତମାନ 3 ଭାଗରେ ବିଭକ୍ତ ହେଇଛି, ଯେଉଁଟାକି ଗୋଟେ ବ୍ରିଜ୍ ଏପର୍ଯ୍ୟନ୍ତ ସେ କରିପାରିନାହାନ୍ତି। ଆଉ ବିକାଶ ଯେଉଁଟା କହୁଛନ୍ତି ବିକାଶ ପୁରୁଷ ଯେଉଁ କାମ ଗୁଡ଼ା ବି କରିଛନ୍ତି ସେ ନିଜର ପୁଞ୍ଜି ବଢ଼ାଇବା ପାଇଁ, ନିଜର ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ କରିଛନ୍ତି। ତେଣୁକରି ମୁଁ ସେ ବିଷୟରେ ତାଙ୍କ କମେଣ୍ଟସ୍ ଦେବାକୁ ଚାହୁଁନି, କିନ୍ତୁ ସେଟା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଜନସାଧାରଣ ମାନେ, ଭୋଟର ଭାଇ ଭଉଣୀମାନେ, ସେମାନେ ଏବେ ନିଶ୍ଚିନ୍ତ ଭାବରେ ମନୋନୀତ କରିସାରିଲେଣି ଯେ କାହାକୁ ଆକ୍ଚୁଆଲି ନିର୍ଦ୍ଧାରିତ କରିବେ, କାହାକୁ ନିର୍ବାଚିତ କରିବେ। ତେଣୁକରି ମୁଁ ସମ୍ପୂର୍ଣ୍ଣ ଭାବେ ଆଶାବାଦୀ। ମୋତେ ଯେତିକି ଭଲ ପାଇବା ଦେଉଛନ୍ତି ବର୍ତ୍ତମାନ, ମୋତେ ଯେତିକି ଆଶୀର୍ବାଦ ସେମାନେ କରୁଛନ୍ତି, ମୋର ସମ୍ପୂର୍ଣ୍ଣ ମୁଁ ଆଶାବାଦୀ ଯେ ମୋତେ ନିଶ୍ଚିତ ଏଥର ଜୟଯୁକ୍ତ କରାଇବେ। ଏବଂ ମୋର ଗୋଟେ ସ୍ୱତନ୍ତ୍ର ଗ୍ୟାରେଣ୍ଟି ହେଉଛି ଯେ ମୁଁ ଚାନ୍ଦବାଲିକି ବେକାରୀ ମୁକ୍ତ କରାଇବି, ଦୁର୍ନୀତି ମୁକ୍ତ କରାଇବି। ମୋର ଗୋଟେ ଦୁଇଟି ହିଁ ଗୋଟେ ମ୍ୟାନିଫେଷ୍ଟୋ ମୁଁ ଗୋଟେ ଇସ୍ୟୁ କରୁଛି ଏବେ, ଯେଉଁଟାକି ଚାନ୍ଦବାଲିରୁ ସମ୍ପୂର୍ଣ୍ଣ ଭାବେ ବେକାରୀ ମୁକ୍ତ କରାଇବି ଚାନ୍ଦବାଲିକି ଏବଂ ଦୁର୍ନୀତି ମୁକ୍ତ କରାଇବି। ଏଇଟା ହେଉଛି ମୋର ମୂଳ ମୁଦ୍ଦା। ମୁଁ ତ ନିଶ୍ଚିତ ଆଶାବାଦୀ ଜିତିବି ବୋଲି, କାରଣ ଲୋକମାନଙ୍କର ସେତିକି ଭଲ ପାଇବା ଅଛି, ଲୋକଙ୍କର ସେତିକି ଆଶୀର୍ବାଦ ରହିଛି। ତେଣୁ ମୁଁ ମୂଳରୁ ଆପଣମାନଙ୍କୁ କହିହେଉଛି ଯେ କୌଣସି ଦଳ ସହିତ ମୁଁ ଲଢ଼େଇ କରିବାକୁ ଚାହୁଁନି। ମୁଁ ଚାହୁଁଛି ଲୋକମାନଙ୍କ ହୃଦୟରେ କେତେ ଦୂର ସ୍ଥାନ ସୃଷ୍ଟି କରିପାରିବି, ଏବଂ ସେ ସ୍ଥାନଟା ମୁଁ ଆଶା କରୁଛି ଯେ ମୁଁ ନିଶ୍ଚିତ ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିପାରିଛି। ଲୋକଙ୍କର ସେତିକି ଭଲ ପାଇବା ମୋ ସହିତ ଅଛି, ସେତିକି ଆଶୀର୍ବାଦ ଅଛି। ନିଶ୍ଚିତ ମୋତେ ସେମାନେ ଭୋଟ୍ ଦେଇକି ଜୟଯୁକ୍ତ କରାଇବେ।